ବିଜେଡି ଶୂନ୍ୟ ହେବ କି ଯାଜପୁର? କାହିଁକି ପଦ୍ମ ମୁହାଁ ହେଉଛନ୍ତି ବିଜେଡି ନେତା? ବବିଙ୍କ ପାଇଁ ବିଗିଡୁଛି କି ବିଜେଡି ସ୍ଥିତି? ଯାଜପୁରରେ ବିଜୁ ଜନତା ଦଳର ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଲାଣି। ନିର୍ବାଚନରେ ବିଜେଡିର ପରାଜୟ ପରେ ନେତା କର୍ମୀ ଓ ଜନପ୍ରତିନିଧିମାନେ ଏବେ ଶଙ୍ଖ ଛାଡ଼ି ପଦ୍ମ ଶିବିରରେ ଯୋଗ ଦେଲେଣି। କିନ୍ତୁ ଏତେ ସରି ହେବା ପରେ ବି ବିଜେଡିର ଦମ୍ଭ ଭାଙ୍ଗୁନି। ଯାଜପୁରରେ ଦଳର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଦଳ ଛାଡ଼ିଥିବା ନେତାଙ୍କୁ କଡ଼ା ଭାଷାରେ କଟାକ୍ଷ କରିଥିଲେ ପୂର୍ବତନ ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସ। ଦଳ ଛାଡ଼ୁଥିବା ନେତାଙ୍କୁ ଦଲାଲ ଆକ୍ଷେପ କରିଥିଲେ ବବି, ଆଉ ଏହାର କଡ଼ା ଜବାବ ଦେଇଥିଲା ବିଜେପି। ବବିଙ୍କୁ ସମାଲୋଚନା କରି ବିଜେପି କହିଥିଲା, ଆଗକୁ ଏଠି ନିର୍ବାଚନ ଲଢ଼ିବାକୁ ବିଜେଡି ପ୍ରାର୍ଥୀ ଦେଇପାରିବନି। ସେପଟେ ଯାଜପୁରରେ ବିଜେଡିରେ ଲାଗି ରହିଥିବା ଦଳ ତ୍ୟାଗ ରୋଗକୁ ମୁଖିଆ ନବୀନ ନ ରୋକିଲେ ଯାଜପୁର ଶଙ୍ଖପାଟି ନିଶ୍ଚିହ୍ନ ହୋଇଯିବା ନେଇ ଆକଳନ କରିଛନ୍ତି ରାଜନୈତିକ ସମୀକ୍ଷକ। ଗଞ୍ଜାମ ପରେ ଯାଜପୁର ଏମିତି ଅନେକ ଜିଲ୍ଲାରେ ବିଜେଡି ଗଡ଼ ଭୁଷୁଡ଼ିବାରେ ଦେଖିବାକୁ ମିଳୁଛି। ମାଳ ମାଳ ବିଜେଡି ନେତା ବିଜେପି କ୍ୟାମ୍ପକୁ ଡେଇଁଲେଣି। ଅନେକ ସରପଞ୍ଚ ଓ ସମିତି ସଭ୍ୟ ବି ଶାସକ ଦଳ ମୁହାଁ। 2024 ସାଧାରଣ ନିର୍ବାଚନରେ ଯାଜପୁର ଜିଲ୍ଲାରେ 4ଟି ବିଧାନସଭା ଆସନରେ ବାଜିମାତ କରିଛି ବିଜେପି। ସାଂସଦ ଆସନଟି ବି ଏଥର ବିଜେପି ଖାତାକୁ ଯାଇଛି। ଆଉ ନିର୍ବାଚନ ପରେ ବିଞ୍ଝାରପୁର ଓ ଯାଜପୁର ସମେତ କୋରେଇ, ସୁକିନ୍ଦା, ଧର୍ମଶାଳା ଓ ବଡ଼ଚଣାରେ ଅନେକ ବିଜେଡି କର୍ମୀ, ନେତା ଓ ସମର୍ଥିତ ପଞ୍ଚାୟତ ପ୍ରତିନିଧି ଦଳ ଛାଡ଼ିବାରେ ଲାଗିଛନ୍ତି। ଏ ଧାରା ଜାରି ରହିଲେ ଆଗକୁ ଏଠି ବିଜେଡି ନିଶ୍ଚିହ୍ନ ହୋଇଯିବା ନେଇ ବଡ଼ ଆକଳନ କଲେଣି ରାଜନୈତିକ ସମୀକ୍ଷକ। ବଡ଼ କଥା ହେଲା, ଯାଜପୁର ଛାଡ଼ି ବବି ସମ୍ବଲପୁର ଲୋକସଭା ଆସନରୁ ଲଢ଼ି ସେଠୁ ଚିତପଟାଙ୍ଗ ମାରିଛନ୍ତି। ସୁକିନ୍ଦା ଓ ଧର୍ମଶାଳାରେ ଦୀର୍ଘ ବର୍ଷର ବିଜେଡି ଗଡ଼ ମଧ୍ୟ ଭାଙ୍ଗି ସାରିଛି। ତେଣୁ ଏଠି ବିଜେଡିର 24 ବର୍ଷ ଶାସନରେ ପ୍ରଶାସନିକ ଅଧିକାରୀଙ୍କ ଦୌରାତ୍ମ୍ୟ ଅତିଷ୍ଠ ହୋଇ ପଡ଼ିଥିଲେ ଯାଜପୁରବାସୀ। ବିଜେପିର ବିକାଶ ଧାରାକୁ ପସନ୍ଦ କରି ପଦ୍ମ ପୋଖରୀ ଡେଉଁଛନ୍ତି କି ବିଜେଡିର ଛୋଟ ବଡ଼ ନେତା? ବିଜେପିର ଘନ ଘନ ମିଶ୍ରଣ ପର୍ବ ବିଜେଡି ଶିବିରରେ ଛନକା ପଶାଇଛି। ବବିଙ୍କ ଗଡ଼ କୁହାଯାଉଥିବା କୋରେଇ ନିର୍ବାଚନ ମଣ୍ଡଳୀରେ 15ରୁ ଅଧିକ ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ଅନେକ ଆଗଧାଡ଼ିର ନେତା ବିଜେଡି ଛାଡ଼ି ବିଜେପିରେ ମିଶିବା ପରେ ଆଗକୁ ଜିଲ୍ଲାର ବିଜେଡି ବଡ଼ ବିପର୍ଯ୍ୟୟ ଆଡ଼କୁ ଯାଉଥିବା ସ୍ପଷ୍ଟ ବାହାରିପଡ଼ୁଛି। ଏଣେ ଏଭଳି ସ୍ଥିତିରେ ବିଜେଡିର ପୂର୍ବତନ ସଂଗଠନ ସମ୍ପାଦକ ବବି ଦାସଙ୍କର କିନ୍ତୁ ଦମ୍ଭ ଭାଙ୍ଗି ନାହିଁ। ନିକଟରେ ବିଜେଡି ପ୍ରତିଷ୍ଠା ଦିବସରେ ବବି ସ୍ଥାନୀୟ ବିଜେପି ନେତାଙ୍କୁ ଆକ୍ଷେପ କରି କହିଥିଲେ, ଯେଉଁମାନେ ବିଜେଡି ଛାଡ଼ି ବିଜେପି ଯାଉଛନ୍ତି ସେମାନେ ଦଲାଲ। ତେଣେ ବବିଙ୍କୁ କଡ଼ା ଜବାବ ଦେଇ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି, ଏ ବିଜେଡି ଛାଡ଼ିବା ଟ୍ରେଣ୍ଡ ସାରା ରାଜ୍ୟରେ ଚାଲିଛି। ଆଗକୁ ବିଜେଡି ନିର୍ବାଚନ ଲଢ଼ିବାକୁ ପ୍ରାର୍ଥୀ ମଧ୍ୟ ପାଇବନି। ଗଞ୍ଜାମରୁ ଆରମ୍ଭ ହୋଇଥିବା ବିଜେଡି ନେତାଙ୍କ ଦଳ ପରିବର୍ତ୍ତନ ମିଶନ ଏବେ ଯାଜପୁର ମୁହାଁ ହୋଇ ପୁଣି କୁଆଡ଼େ ଯାଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ। ତେଣୁ ଏହି ଦଳ ପରିବର୍ତ୍ତନକୁ ରୋକିବାକୁ ଦଳ ସୁପ୍ରିମୋ କି ପଦକ୍ଷେପ ନେଉଛନ୍ତି ତାହାକୁ ଦେଖିବାକୁ ବାକି ରହିଲା। ବ୍ୟୁରୋ ରିପୋର୍ଟ, ଉତ୍କଳ ପ୍ରତି।